রাজবাড়ি কর্মে কি লেখা ছিলা রে কলা মহলি কর্মে কি লেখা ছিলা হটা হটা হইবাকু দই ও নারী মণি গো তোর সরি দিবসরি জীবন যত নারী মণি তোকর চরণ করিবি বন্ধন তোকর চরণ করিবি বন্ধন অর্জুনଙ୍କ আজ্ঞା পଡ଼ିଗଲା নারী মণি তোর সরি জীব সরি জীব মহত বালামণি ନାହିଁ বুঝাইলে বন্ধা বুঝি দেখিলে মা তোমাকে রখিবাই জীব সরি জীব মহত নারী মণি তোর সরি জীব সরি জীব যত মণি কলা কেশি আদি পানি তন ভাসি কলা কেশি আদি পানি তন ভাসি বিপদর ঘাড়ি বড়িগলা তো বালামণি তোর সরি জীব সরি জীব মহাত নারী মণি এই যাও বড় ছোট যে বুঝাইলে বন্ধা বুঝি দেখিলে মা তোমাকে তাকে রখিবারিব শান্তি কান্তি মরি করে সুখ এই বন্ধন বদল সুখে সুখে মরিব জীব যত মালামণি ପଚାରିଲି ନାମଟା କହିଦିଅ କହିଦେଇଥିଲେ ମା ଚାଲି ଯାଇଥାନ୍ତ ନା ମଧ୍ୟମ ପାଣ୍ଡବ ବୀରବର ଧନୁର୍ଦ୍ଧର ତାଙ୍କ ହସ୍ତରୁ କିଏ ତମକୁ ବଞ୍ଚେଇ ଗଲ ମୁଁ ତ ଗୋଟେ ସାମାନ୍ୟ ନୌକର କାହିଁକି ତମେ ଆସିଲ ମା ଏ ଅର୍ଦ୍ଧରାତ୍ର ସମୟରେ ହଠାତ୍ ହେବାକୁ ଆସିଛ ପଡୁ ପଡୁ পড়ু পড়ু দুটা বরা নারী জন্ম বরা নারী হই এ সংসারে জন্ম হেবার দুটা হে জন্ম হেবার এতে কান্দিলে সুধা কান্দে কান্দি ভগবান গুণাকে সুধা ମାରୁନି যদিও পাণ্ডব অর্জুন সমুদ্রের তোতে কেহি মুক্তি দেই পারিব নাহি কৈথ অবস্থারে অবস্থারে বড় ঘরে জন্ম হেলি করম মহিনা নিশিয়াধা সমୟରେ হইলি বন্ধনা দুত হে হইলি বন্ধনা ছড়ি ଛାଡି ଦିଅ ঘরে কৌথিলু এ পাই কহুছু কর্মহীন কর্মদহীন হইলি এনার করে কর্মহীন না করি দিন কর্ম
ତୋର ଧିଅ ପାଚିବ ତୁନି ପଡେ ପାଚୁ ପାଚୁ ଏ ଯୋଉ ମାଇ ପିଲାଟାକୁ ଲୁହ ନ କନ୍ଦେଇ ରକତ କନ୍ଦଉ କାନ୍ଦ ପଛି ପହଁରି ହେଇ କିଛି ହବନି ମୋର ଚାରି ଡାଳ ଛିଡି ପଡିବ କିଛି ହବନି ମାତିଳି ଗଡା ଗଡାଇ କିଛି ହବନି ରକତ କ୍ଷାର ପୁର ତୋ ବାପା 22 ଦାନ୍ତରେ ରକତ ଏ ତ ରାତି ଅଧରେ ମାଇ ପିଲାଟାକୁ ବାନ୍ଧିକିରି ହଟ ହଟା କରୁନା ଏଗୁଡାକ ଭଲ ନାହିଁ ଭଲ ପିଲାର ଉସୁରୁ ନିଶାସାଗା ପଡିବ କିଛି ପଡିବନି ମଲେ ମଢ ଏକା ହବ ମଲେ ମଢ ହେବି ଯଦି ତମେ ମଲେ ମଢ ନ ହବ ମତେ ପଚାରିବ ମଲେ ତ ସମସ୍ତେ ମଢ ହଉଛନ୍ତି ହବେ ମୁଁ ମଧ୍ୟ ମଢ ମାନେ ହେବି। ହଉ ଯଦି ତମେ ହେଲେ ହବ ହଁ। ମାତ୍ର ତମ ମଢ ଏ ଯୋଉ ମାଇ ପିଲାଟାକୁ କନ୍ଦାଉନ ତମ ମଢ ସହଜରେ ପଡିବନି କି ତମ ମଢକୁ ଗେଞ୍ଜଣା ବାଟିରେ କେମିତି ଲାଗା ପଡିବ କିଏ ଏମିତି ଗୋଟେ ଅଣ୍ଡରା ପିଲା ଅଛି ଯେ ତୃତୀୟ ପାଣ୍ଡବ ଅଜ୍ରକୁ ଗେଞ୍ଜଣା ବାରିରେ ଗେଞ୍ଜି ଦବ ତୁ ଏମିତି ଅଣ୍ଡରା ପିଲା ଥରେ ଭାଲୁ ଗଡିଆ ମୋ ମଢକୁ ତୁ ଗେଞ୍ଜି ଦବୁ ଗେଞ୍ଜିବୁ ଯଦି ଇଏ ଯଦି ଗେଞ୍ଜିବ ସେତିବେଳକୁ ଏମିତି ଗୋଟେ ନାତ ମାରି ମୂର୍ଖ ପିଲାକୁ ଦେ ଛତି ହେଇଯିବ ମାତ୍ର ମୁଁ ତ ଛତି ହେଇ ପଡିଥିବି ଏ ମୂର୍ଖ ପିଲା ରାଗ ଥିବ ଗେଞ୍ଜିବା ଆଗା ଯେ ହଉ ଗେଞ୍ଜେ କେତେ ମଢ? କେତେ ମଢ ଆଁ? ଗଞ୍ଜାମ ବାଲିଗୁଡା ସହିତ ସବୁ ଜାଗା କେତେ ମଢ ତୋ ବାଡିରେ ଏତେ ଆଞ୍ଚ ଅଛି କି ରେ ତୋ ବାଡିଟାକୁ ହାଣି ନେବି ରେ ପୁଅ ଜାଣିଛୁ ରାଜବାଳି କରମେ କି ଲେଖା ଥିଲା ରେ କଳା ମଲି କରମେ କି ଲେଖା ଥିଲା ହଟ ହଟ ହୋଇବାକୁ ଦଇ ବଜା କଲା ରେ রাজবাড়ি কর্মে কি লেখা ছিল রে বড়মলি কর্মে কর্মে লেখা ছিল রে হট হট হেবা পাই জয় বজা গোলা রে রাজবাড়ি কর্মে কি লেখা ছিল রে গোলা মলি কর্মে কি লেখা ছিল রে কাবলরে পড়ি গলু কাহিকি ধাই আসিলু কাবলরে পড়ি গলে কাহিকি ধাই আসিলি কাহা মুহ চাহি আজি ঘরু বাহারি তু ছিলু কাহা মুহ চাহি আজি আজি ঘর বাহারি ছিলি বন্ধন হইବାକୁ যা করমে তো ছিলারে রাজবাড়ি কর্মে কি লেখা ছিল রে গোলা মলি কপালে লেখা ছিল রে মরিଯିବ মরিଯିବ মরিযাও, মরিযাও, মরিযাও। হট হট হেবা পাই জয় বজা গোলা রে রাজবাড়ি কর্মে কি লেখা ছিল রে গোলা মলি কপালে লেখা ছিল রে ଆଜ୍ଞା ଆରେ କ୍ଷେତ, ଛୋଟ ତୁଣ୍ଡରେ ବଡ କଥା କହୁଛି କଣ କହୁଛୁ ନୌକର ଲୋକ ହେଲେ ମଧ୍ୟ ମୋ କଥାଟା ମାନ କଣ କହୁଛୁ ଛାଡିବି ଛାଡିବିନି ଛାଡିବନି ଛାଡିବିନି ଯଦି ତାକୁ ବାନ୍ଧିଛ ଆପଣଙ୍କ କଥାରେ ଆପଣ କହିଲେ ବାନ୍ଧ ବୋଲି ହଁ ମୁଁ ତାକୁ ବାନ୍ଧିଦେଲି ବାନ୍ଧିଦେଲୁ ଯଦି ସେ ମରି ହଜିଯିବ ହଁ। ତାହେଲେ ସେ ପାପରେ ମୋର ଭାଗ ନାହିଁ ମରି ଯାଉଥିବା ରକ୍ଷକ ସେଥିରେ ଗୋଟେ କି ପାପ କି ପାପ କି ପାପ ବୋଲେ ପାପ କଣ ଜାଣିନ ଧର୍ମ କଣ ଜାଣିନ ପାପର ସଂଜ୍ଞା କଣ ଜାଣିନ ନାହିଁ ଶାସ୍ତ୍ର କଣ ଲେଖା ଜାଣିଛ କଣ ଆହାର ନିଦ୍ରା ଭୟ ମୈଥୁନ୍ୟ ସମାନ ମେ ତତ ପଶୁ ବିହୀନ ରାଣ ଧର୍ମ ହିଁ ତେଷାମଧିକ ବିଶେଷ ଧର୍ମ ହିଁ ବିନା ପଶୁ ବି ସମାନ ଅର୍ଥ କଣ କଣ ମଣିଷ ପଶୁ ଭିତରେ ତଫାତ ତଫାତ କଣ ମଣିଷ ପଶୁ ଭିତରେ ତଫାତ କଣ ଆହାର ନିଦ୍ରା ଭୟ ମୈଥୁନ୍ୟ ମୈଥୁନ୍ୟ ଆଜ୍ଞା ଆପଣ ମାନଙ୍କୁ ମୋର ଅନୁରୋଧ ଯାହା ପାଖରେ ଟିକେ ମଣିଷ ପଣିଆ ଥିବ ଏ କଥାଟା ଶୁଣିବ ଟିକେ ଆଜ୍ଞା ଯାହା ପାଖରେ ଟିକେ ମଣିଷ ପଣିଆ ଥିବ ଏ କଥାଟା ନିତାନ୍ତ ଭାବରେ ଶୁଣିବା ଦରକାର ହଁ ଆହାର ଆମେ ଖାଉଛେ ପଶୁ ଖାଉଛେ ପଶୁ ଖାଉଛି ସେ ପାଳ କୁଣ୍ଡା ଖାଇଲେ ଆମେ ମଧ୍ୟ ଭାତ ଡାଲି ଭାତ ଡାଲି ଖାଉଛନ୍ତି ନିଦ୍ରା ଆମେ ନିଦ୍ରା ଶୋଉଛେ ପଶୁ ମଧ୍ୟ ନିଦ୍ରା ଶୋଉଛି ଆମ ପାଖରେ ଭୟ ଅଛି
ପଶୁ ପାଖରେ ମଧ୍ୟ ଭୟ ଭୟ ଅଛି ନା ନାହିଁ। ହଁ ମୈଥୁନ୍ୟ କାମ ଶକ୍ତି ଆମ ପାଖରେ ଅଛି, ପଶୁ ପାଖରେ ଅଛି। ଅଛି ଆମେ ପୁଅ ଝିଅ ଜନ୍ମ କରୁଛେ, ସିଏ ମଧ୍ୟ ବାଛୁରୀ 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 ଜନ୍ମ ଜନ୍ମ କରିପାରୁଛି ନା ନାହିଁ। ହଁ ଅଥଚ ତାକୁ ପଶୁ ଆମକୁ ମଣିଷ କାହିଁକି କୁହାଯାଇଛି? କାହିଁକି କୁହାଯାଉଛି କାହିଁକି କୁହାଯାଇଛି? କାହିଁକି ନା ଧର୍ମ ହିଁ ଦେଶାମଧିକ ବିଶେଷ, ମାନେ ଧର୍ମ ହିଁ ବିନା ବସୁ ବି ସମାନ। କଣ ହେଲା ମଣିଷ ଜନ୍ମ ପାଇକିରି ଯିଏ ଧର୍ମ କୋଉଟା ପାପ କୋଉଟା, ଭଲ କୋଉଟା ମନ୍ଦ କୋଉଟା, ଆଚ୍ଛା ଏ ଦିଟା କଥା ଯିଏ ଜାଣିପାରେ ନାହିଁ, ସିଏ ହଉଛି ପଶୁ ସହିତ ସମାନ। ବୋଲି ମୁଁ ପଶୁ ତମେ ମୁଁ ପଶୁ ପଶୁଠୁ ହୀନମାନ। ପଶୁରୁ ହିନମାନ ମୁଁ ପୁଣି ପଶୁରୁ ହିନମାନ ହଁ, ଏ ମଣିଷ ଜନ୍ମ ପାଇଛ, ତମେ କହୁଛ ମୁଁ ଧର୍ମ ଜାଣିନି କି ପାପ ଜାଣିନି, ଭଲ ମନ୍ଦ କିଛି ଜାଣୁନ। ନା ପଶୁ ବୋଲି କାହିଁକି କୁହାଗଲା? କାହିଁକି ଗୋଟେ ଗାଈ ତାମ୍ବୁଟି ଜନ୍ମ କରୁଛି, ତାମ୍ବଟା ହେଇସାରିଲା ପରେ ସେ କଣ କରୁଛି? ଯୋଉ ମାଠୁ ଜନ୍ମ ହେଇଥାଉଛି, ମାକୁ ଆଗାଉତରେ ହରଣ କରୁଛି। ଯଦି ପାପ ପୁଣ୍ୟ ଜାଣିଥାନ୍ତା ମାକୁ ହରଣ କରନ୍ତା? ନାହିଁ। ଡଙ୍ଗାରେ ଖାଉଛି, ସେଇଠି ଆଗା ଝାଡା ବସୁଛି। ହଁ ହଁ ହଁ। ଯଦି ଭଲ ମନ୍ଦ ଜ୍ଞାନ ତା ପାଖରେ ଥାନ୍ତା, ଖାଇବା ସ୍ଥାନରେ ଝାଡା ବସନ୍ତା କି? ନାହିଁ। ଯଦି ତମେ ମଣିଷ ଜନ୍ମ ପାଇକି ଯଦି ମା ମାଉସୀକି ହରଣ କରିବ, ଏ ଖାଇବା ସ୍ଥାନରେ ଝାଡା ବସିବ, ହଁ ଧର୍ମ ପାପ ଜାଣିପାରିବନି, ତମେ କି ମଣିଷ? ମୁଁ ଜାଣିପାରି ତମେ କି ମଣିଷ? ମଣିଷ ନାହିଁ ସିଏ ଖାଲି ପଶୁ ଭଳିଆ, ମଣିଷର ଆକୃତି, ପଶୁ ପ୍ରକୃତି। ପଶୁ ରହୁଛି ଆମର ପ୍ରକୃତି। ତୋର ତ ମଣିଷ ଆକୃତି ପଶୁ ପ୍ରକୃତିରେ ଏନାଦିରେ ଚୋର ଭାଲୁ ଗଡିଆ ବୁଝିଲେ ଆଜ୍ଞା? ତୁ କାହାକୁ କହୁଛୁ ରେ ଏ ମଣିଷ ଭିତରେ ଦେବତା, ଏ ମଣିଷ ଭିତରେ ରାକ୍ଷସ ଅଛନ୍ତି, ଏ ମଣିଷ ଭିତରେ ଅଛନ୍ତି ବ୍ରାହ୍ମଣ, ହଁ। ଏ ମଣିଷ ଭିତରେ ଅଛନ୍ତି ମାନବ, ଏ ମଣିଷ ଭିତରେ ଅଛନ୍ତି ଅସୁର ପ୍ରକୃତି। ଆଚ୍ଛା। ଜାଣିଛନ୍ତି? କିପରି ଦେବଜାତି ଦୟା ଶାନ୍ତି ପିଶାଚ ପର ପୀଡ଼କା ଭକ୍ତି ଲକ୍ଷଣ ମାନବ ବହୁ ଭୋଜନ ରାକ୍ଷସ। ଭାବାର୍ଥ ଦେବଜାତି ହଁ ଯିଏ ଦିଏ ସିଏ ହଉଛି ଦେବତା, ଦେବତା ଯିଏ ଦିଏ ସିଏ ହଉଛି ଦେବତା, ଦେବତା ଦେଲେ ହିଁ ଦେବତା ଦେବତା ନା ନାହିଁ। ହଁ ମାନବ ମାନିଲେ ହଉଛି ସିଏ ମାନବ, ମାନିଲେ ହଉଛି ମାନବ। ମାନବ। ଅସୁର ଯାହା ଭକ୍ଷଣ କରେ, ହଁ ହଁ ଯାହା ମିଳିଲା ତାହା ଭକ୍ଷଣ କରେ। ହଁ। ରାକ୍ଷସ ପିଶାଚ ପର ପୀଡ଼କା, ଆଚ୍ଛା ଯୋଉମାନେ ପରକୁ ପୀଡ଼ା ଦେଇକି ଆନନ୍ଦ ପାଆନ୍ତି, ସେମାନେ ହଉଛନ୍ତି ପିଶାଚ ପ୍ରକୃତିର। ଭକ୍ତି ଲକ୍ଷଣ, ଯଦି ମଣିଷ ଜନ୍ମ ହେଇକି ଯଦି ଭକ୍ତି ମାନବ ପାଖରେ ନାହିଁ, ହଁ ସିଏ କି ମଣିଷ? ଆଜିର ଦିନରେ ଲୋକ ପ୍ରବଳ, ମଣିଷ ସଂଖ୍ୟା କମ। କଣ କେମିତି ଜାଣିବା ଲୋକ କିଏ ମଣିଷ କିଏ? କିଏ କେମିତି ଜାଣିବା ଲୋକ କିଏ ମଣିଷ କିଏ? ଭାଗବତରେ ତାର ପ୍ରମାଣ ଅଛି। କିପରି ଏଇଟା ମୁଁ କହିବିନି, ଆଉ ଓଡିଆ ଭାଗବତ ପ୍ରତ୍ୟେକ ଗାଁ ଗାଁରେ ଭାଗବତ ଟୁଙ୍ଗି, ପ୍ରତ୍ୟେକ ଘରେ ଭାଗବତ ରହିବା କଥା। ଆଚ୍ଛା ଭାଗବତ ଗୋଟେ ପୁରାଣ ନୁହଁ, ନା ଭାଗବତ ହଉଛି ଭଗବାନଙ୍କର ଗୋଟେ ସ୍ୱରୂପ। ସ୍ୱରୂପ ଆଜି ପଚାରିବା, ପ୍ରତ୍ୟେକ ସିଙ୍ଗପୁର ଗାଁରେ ପ୍ରତ୍ୟେକ ଘରେ ମୋବାଇଲ ଅଛି, କାହା ଘରେ 2ଟା କି 3ଟା କି 4ଟା ଲେଖେ ମୋବାଇଲ ଥିବ ସମସ୍ତଙ୍କ ଘରେ ହଁ ନା ନାହିଁ। ହଁ ପ୍ରାୟ ଘର ମାନଙ୍କରେ ମଧ୍ୟ ମୋଟର ସାଇକେଲ ପ୍ରାୟ ଘରେ ମଧ୍ୟ ସମସ୍ତଙ୍କ ଘରେ ରହିଛି। ରହିଛି। କିନ୍ତୁ କେତେ ଘରେ ପଚାରିବା ଭାଗବତ ଆଉ ଗୀତା ବହି କେତେ ଘରେ ରହିଛି? କେତେ ଘରେ ରହିଛି ଭାଗବତ ପୁରାଣ ବହି? ନାହିଁ। କାହିଁକି ଏ କଥାଟି କହୁଛି? କାହିଁକି? ଆଜି ପର୍ଯ୍ୟନ୍ତ ଆମେ ବୁଝିଛେ ଭାଗବତଟା ଗୋଟେ ପୁରାଣ ପୁରାଣ ବହି। ହଁ ଆପଣ ଜଗନ୍ନାଥ ମନ୍ଦିରକୁ ଯିବେ, ଆଚ୍ଛା ଠାକୁରଙ୍କ ପାଖରେ ଭାଗବତ ଗ୍ରନ୍ଥଟା ପୂଜା ହଉଛି। ପ୍ରତ୍ୟେକ ମଠ ମନ୍ଦିରରେ ଦେଖିବେ ଭାଗବତ ଗ୍ରନ୍ଥଟା ପୂଜା ହଉଛି। ଅନ୍ୟ କୋଉ ବହି ନାହିଁ। ଜ୍ଞାନ ଆହରଣ ପାଇଁ ବହି ରଖା ହେଇଛି, ଆଚ୍ଛା କିନ୍ତୁ ଭଗବତ ସ୍ୱରୂପ ହଉଛି ଯିଏକି ଭଗବାନଙ୍କର ସ୍ୱରୂପ ହଉଛି ସେ ଭାଗବତ ଗ୍ରନ୍ଥ। ଆଚ୍ଛା। ଜଗନ୍ନାଥ ଦାସ ଓଡିଆ ଭାଷାରେ ତାକୁ, ଓଡିଆର ବ୍ୟାସ ହଉଛନ୍ତି ଜଗନ୍ନାଥ ଦାସ, ନବାକ୍ଷରୀ ବୃତ୍ତରେ ତାକୁ ଲେଖିଛନ୍ତି। ଲୋକେ ହୋଇବେ ଖଳ ବଳ ଗୋବିନ୍ଦ ନାସିବେ ଭୁବନ ମଣ୍ଡଳ ଗୋବିନ୍ଦ ଏଣୁ ହୋଇବେ ଅଳ୍ପାୟୁଷ ଗୋବିନ୍ଦ ସକଳେ ଯିବେ ନାଶ ଗୋବିନ୍ଦ। ଲୋକ କିଏ? ନା ଲୋକେ ହୋଇବେ ଖଳବଳ, ନାସିବେ ଭୁବନ ମଣ୍ଡଳ, ଏଣୁ ହୋଇବେ ଅଳ୍ପାୟୁଷ, ପାପ ସକଳେ ଯିବେ ନାଶ। ଏମାନେ ହଉଛନ୍ତି ଲୋକ। ଆଚ୍ଛା ମଣିଷ କାହାକୁ କୁହାଯିବ? କାହାକୁ ଅନେକ ଜନ୍ମ ପୁଣ୍ୟ ଫଳେ ଗୋବିନ୍ଦ ମାନବ ଜନ୍ମ ମହି ତଳେ ଗୋବିନ୍ଦ ମାନବ ଜନ୍ମ ଦୁର୍ଲଭ ଗୋବିନ୍ଦ ଯେବେ ଗୋବିନ୍ଦେ କରେ ଭାବ ଗୋବିନ୍ଦ ଯେବେ ଗୋବିନ୍ଦେ ଭାବ ନାହିଁ ଗୋବିନ୍ଦ ମନୁଷ୍ୟ ଜନ୍ମ କାହିଁ ପାଇ
ଗୋବିନ୍ଦ ମଣିଷ କାହାକୁ କୁହାଯିବ? କାହାକୁ? ଅନେକ ଜନ୍ମ ପୁଣ୍ୟ ଫଳେ ମାନବ ଜନ୍ମ ମହି ତଳେ ଏ ସଂସାରକୁ ଆସିଛେ ଆଗିନେ କେତେ ଥର ଜନ୍ମ ହେଇଛେ ଆମେ ସେ କଥା ଜାଣିନେ। ନାହିଁ। ବହୁତ ଥର ଏ ପୃଥିବୀକି ଆମେ ଆସୁଛେ। ଆଚ୍ଛା ଆମେ ସମସ୍ତେ ଦେହାଭିମାନୀ। ହଁ ହଁ ଆଜି ପର୍ଯ୍ୟନ୍ତ ଦେହଟାକୁ କେବଳ ମୁଁ ବୋଲି ଆମେ ଭାବିଛେ। ହଁ ଆଜ୍ଞା ଦେହଟା ମୁଁ ନୁହଁ, ଆଉ ଦେହଟା ମୁଁ ନୁହଁ। ଆଉ କିଏ? କଣ? ଆମକୁ ଯଦି ସମସ୍ତଙ୍କୁ ପଚାରିବା ତମେ କିଏ, ତମ ନାଁଟି କଣ, ଆପଣ କହିବେ ରାମ କି ଶାମ କି ଦାମ, ଘରଟା ହଉଛି ମୋର ସିଂହପୁର। ହଁ ମୁଁ କହିବି ମୋ ନାଁଟି ସନ୍ତୋଷ ବାଡ଼ି, ମୋ ଘର ପାଟପୁର କି ଜୁରା। ନାହିଁ, ମୁଁ ସନ୍ତୋଷ ବାଡ଼ି ନୁହଁ। ଆଉ କିଏ? ଯଦି ମୁଁ ସନ୍ତୋଷ ବାଡ଼ି, ହଁ ମା ଗର୍ଭରେ ମୋ ନାଁଟା ଥିଲା କି? ନାଇଁ ନାହିଁ ସନ୍ତୋଷ ବାଡ଼ି। ଆପଣଙ୍କ ନାଁଟା ରାମ କି ଦାମ ମା ଗର୍ଭରେ ଥିଲା କି? ନାହିଁ। ନାଁଟା କେତେବେଳେ ହେଲା? ଜନ୍ମ ହେଲା ପରେ ଜନ୍ମ ହେଲା ପରେ ଏ ଦେହଟାକୁ ଗୋଟେ ଚିହ୍ନିବା ପାଇଁ ଗୋଟେ ପରିଚୟଟି କେବଳ ଏଇଟା ଦିଆ ହେଇଛି। ହଁ ହଁ ଯେତେବେଳେ ମାଟିରେ ମିଶିଯିବ ନାଁଟା ମଧ୍ୟ ଲିଭି ଯାଉଛି। ହେଲେ ଦେହଟା ରହୁଛି କି ସବୁଦିନ? ଆଚ୍ଛା ଆମେ କହିବା ଗାଁଟା ସିଂହପୁର, ପୂର୍ବରୁ ଏ ଗାଁରେ ଥିଲେ କି? ନାହିଁ। ମଲା ପରେ ଆଉ ଥରେ ଏ ଗାଁରେ ଆଗା ରହିବେ କି? ନା 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 ନା। ଏଇଟା ମଧ୍ୟ ଆମର ଠିକଣା ନାହିଁ। ଆହା, ମୁଁ ହଉଛି ଆତ୍ମା, ମୁଁ ହଉଛି ଆତ୍ମା। ଆତ୍ମା। ଭଗବାନ ଏଠିକି ପଠେଇଛନ୍ତି ଏ ସଂସାରକୁ ଆସିଛେ। ଆଉ ଥରେ ଆମର ଠିକଣା ହଉଛି ପରମ ଧାମ। ପରମ ଧାମ। ଯୋଉଠୁ ଆସିଛେ ପୁଣି ଆଉ ଥରେ ସେଇଠିକି ଯିବାକୁ ପଡିବ। ପଡିବ। ମୂଳ ଠିକଣା ହଉଛି ସେଇଠିକି। ହଁ, ହଁ ନାଟ କରିବାକୁ ସିଂହପୁରକୁ ଆସିଛେ, ଆଚ୍ଛା ସମୟ ହେଇଗଲା ଆମେ ନାଟ ଭାଙ୍ଗିକି ଗାଁକୁ ପଳେଇବା। ପଳେଇବା। ଏ ସଂସାରକୁ ମଧ୍ୟ ସେମିତି ଏ ରଙ୍ଗମଞ୍ଚକୁ ଆମେ ନାଟ କରିବାକୁ ସମସ୍ତେ ଆମେ ଆସିଛେ। ଅଭିନୟ କରିବାକୁ ଆସିଛେ। କିଏ ମାର ଅଭିନୟ, କିଏ ବାପାର ଅଭିନୟ, କିଏ ପୁଅର ଅଭିନୟ, ଏମିତି ସବୁ ଚାଲିଛି ସେଇଠି। ଏ ସଂସାର ରଙ୍ଗମଞ୍ଚ, ଏଇଟା ଗୋଟେ ରଙ୍ଗମଞ୍ଚ। ଅଭିନୟ ସରିଗଲା ଆମେ ଆଉ ଥରେ ସଂସାର ଛାଡିବାକୁ ପଡିବ। ପଡିବ। ଏବେ ମା ସତ୍ୟଭାମା ସବୁ ଆସିଥିଲେ। ପ୍ରଥମରେ କାହାର ଝିଅ ହେଲେ, ତାପରେ କାହାର ଭଉଣୀ ହେଲେ, କାହାର ସ୍ତ୍ରୀ ହେଲେ, ତାପରେ ମା ହେଲେ, ଗୋସେଇ ମା ହେଲେ ନା ନାହିଁ। ହଁ ସେଇଠୁ ତାଙ୍କର ଖେଳ ମଞ୍ଚ ସରିଗଲା, ସେ ବର୍ତ୍ତମାନ ଛାଡିକିରି ଚାଲିଗଲେ। ଚାଲିଗଲେ। ଆମେ ମଧ୍ୟ ଦିନେ ସଂସାର ଛାଡିବାକୁ ପଡିବ। ନା ନାହିଁ। ନିଶ୍ଚୟ। କେହି ରହି ନାହିଁ, ଆହା, ରହିବେ ନାହିଁ ଟି ଖବରଙ୍ଗ ଭୂମି ତଳେ, ଭବରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ସାରି ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବା କାଳ ବଳେ, ବାହୁଡ଼ିବା କାଳ ବଳେ। ବାହୁଡ଼ିବା କାଳ ବଳେ, ବାହୁଡ଼ିବା କାଳ ବଳେ, ବାହୁଡ଼ିବା କାଳ ବଳେ, ବାହୁଡ଼ିବା କାଳ ବଳେ। କେହି ରହି ନାହିଁ, ରହିବା ନାହିଁ ଏ ଭବରଙ୍ଗ ଭୂମି ତଳେ, ତଳେ। ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବା କାଳ ବଳେ। ଆଚ୍ଛା କାହିଁକି ନା କାହିଁକି? ସଂସାର ସାଗର ରୂପେଣ ମୀନ ରୂପେଣ ମାନବ, ମାନବା। ଜଞ୍ଜାଳ ଜାଲ ରୂପେଣ କାଳ ରୂପେଣ ଧିବରା ଧୀବରା। ଧିବରା। ସଂସାର ସାଗର ଭିତରେ ଆମେ ଗୋଟେ ଗୋଟେ ମାଛ, ଜଞ୍ଜାଳ ଜାଲ ଭିତରେ ଆମକୁ ବନ୍ଧା ହେଇକିରି ଥୁଆ ହେଇଛି। ହଁ ବିନା ଦଉଡ଼ି ବିନା ପଖାରେ ଗୋଟେ ଗାଈକି ମଇଁଷିକି ଦାମ୍ବୁଡ଼ିଟାକୁ ପଖାରେ ବାନ୍ଧିଲେ ସିଏ ରହୁଛି। ହଁ ଆମକୁ କୋଉ ପଖା ଲାଗିଛି ଏଇ ବାଡ଼ି? କିନ୍ତୁ ଅଦୃଶ୍ୟ ଦଉଡ଼ିରେ, ମାୟା ଦଉଡ଼ି ଭିତରେ ହଁ ପୁଅ ବୋଉ ସ୍ତ୍ରୀ କେତେ ଲାଞ୍ଛନା ଦେଲେ ମଧ୍ୟ ଛିଡେଇକିରି ଆମେ ଯାଇପାରୁନୁ। ଯାଇପାରୁନି ଯାଇପାରୁଛ କି? ନାହିଁ। ଧାର୍ଯ୍ୟଠୁ ଗାଳି, ପୁଅ ବୋଉଠୁ ଭର୍ଚ୍ଛନା, କେତେ ନିନ୍ଦା କେତେ ଅପମାନ ହେଲେ ମଧ୍ୟ ସେ ଦଉଡ଼ି ଆମେ ଛିଡେଇ ପାରୁନି। କେମିତି ସେ ଦଉଡ଼ି ମୋହ ଦଉଡ଼ିରେ ବନ୍ଧା ହେଇଛି ଆମେ ସମସ୍ତେ ଆଜ୍ଞା ସଂସାର ଭିତରେ ନା ନାହିଁ। ଏଣୁ କରି ଆଜ୍ଞା ଏ ସଂସାରରେ କେବଳ ଧରିକିରି ଯିବା କଣ ଜାଣିଛ? କଣ? ଧରିକିରି ଯିବା କଣ ଜାଣିଛ? କଣ ଧରିବା? କରିଥିବା କର୍ମ। କର୍ମ। ଗୋଟେ ସୁନ୍ଦର କଥାଟି ଆଜି କହିବି, ଭାଗବତର ଗୋଟେ କଥାଟେ। ହଁ ଗୋଟିଏ ରାଜ୍ୟରେ ହଁ ଜଣେ ରାଜା ରାଜା। ବହୁ ଦାନ ଧର୍ମ ମନ୍ଦିର ତୋଳିଲେ, ଆଚ୍ଛା ଆଚ୍ଛା। ବହୁତ ଦାନ ଧର୍ମ ମନ୍ଦିର ତୋଳେଇକିରି କରିଲେ। କରିଲେ। ସେ ରାଜ୍ୟରେ ଜଣେ ଥିଲେ ପଣ୍ଡିତ ଜ୍ଞାନୀ, ବହୁତ ଶାସ୍ତ୍ର ପଢି ଲୋକଙ୍କୁ ଜ୍ଞାନ ବାଣ୍ଟିଲେ। ବାଣ୍ଟିଲେ। ଜଣେ ଥିଲେ ପୂଜାରୀ, ଠାକୁରଙ୍କର ସେବା କରି କରି ତାର ଦିନ ଗଲା। ଦିନ ଗଲା। ଆଉ ଜଣେ ଥିଲା ଚାଷୀ, ହେଲୋ। ଚାଷ କାମ କରିକି ତାର କୁଟୁମ୍ବ ପୋଷୁଥାଏ।
ହଁ ବହୁତ କଷ୍ଟରେ ଗରିବ ଲୋକଟି ହେଲେ ମଧ୍ୟ ଆଜି କିଏ ଯଦି ମାଗିଲା ମଧ୍ୟ ତାକୁ ପରିବା ଟିକେ ମଧ୍ୟ ତା ଜୀବନରେ ଯେତିକି ଶକ୍ତି ଅନୁସାରେ ମଧ୍ୟ ଭିତରେ ଭିତରେ କାମ କରେ। କିଏ ଏମିତି ସମୟ ଆସିଲା 4 ଜଣ ଯାକ ଏକା ସାଙ୍ଗରେ ଗଲେ। ମରିଗଲେ ଏବେ ମାଙ୍କର ଯେମିତି ଆତ୍ମା ଗଲା ଯମପୁରକୁ, ହଁ ଏ 4 ଜଣଙ୍କର ଆତ୍ମା ଯମପୁରରେ ପହଞ୍ଚିଲା। ପହଞ୍ଚିଲା ଯମଦୂତ ପଚାରିଲେ କଣ ସ୍ୱର୍ଗକୁ କିଏ ଯିବ? 4 ଜଣ ଭିତରୁ ସ୍ୱର୍ଗକୁ କିଏ ଯିବ? ଆମେ ଚାରିଜଣ ଯିବୁ ରଜା ବୋଲେ ମୁଁ ଯିବି, ଆଉ ମୁଁ ଦାନ ଧର୍ମ କରିଛି, ମନ୍ଦିର ତୋଳେଇଛି, ହଁ ମୁଁ ଯିବି, ମୁଁ ହଉଛି ରଜା। ଆଚ୍ଛା ତମେ କଣ? ନା ମୁଁ ଜ୍ଞାନୀ, ବହୁତ ଜ୍ଞାନୀ। ଶାସ୍ତ୍ର ପାଠ ପଢିଥିଲି, ହଁ ହଁ ଲୋକକୁ କେତେ ଜ୍ଞାନ ବାଣ୍ଟିଛି। ହଁ। ଆଚ୍ଛା ଠିକ ଅଛି। ତମେ କଣ କରିଥିଲ? ନା ସାରା ଜୀବନ ଖାଲି ମୁଁ ମନ୍ଦିର ସେବା କରି ମହାପୁରୁ ସେବା କରୁଛି। ହଁ ଆଚ୍ଛା ଆଚ୍ଛା ତମେ କଣ? ଆଜି ଆମେ ଗୋଟେ ଗରିବ ଚାଷୀ, କିଛି କରିନି ମୋ ଜୀବନରେ, ଖାଲି ଚାଷ କରି କରି ମୋର ଜୀବନଟା ଗଲା କିଏ ଗୋଟେ ମାଗିଲା ପରିବା ଟିକେ କାହାକୁ ଦେଇଛି ସିନା, ମୁଁ କାହାକୁ ଦେଇପାରିବି। ଯମଦୂତ ପଚାରିଲେ ପ୍ରଥମରେ ସ୍ୱର୍ଗକୁ କିଏ ଯିବ କୁହ? କିଏ ଯିବ କୁହ ରଜା ଆଗରେ ଛିଡା ବୋଲେ ମୁଁ ରଜା, ମୁଁ ଆଗେ ହେଲା ଯିବି। ମୁଁ ରଜା ଆଉ ତାପରେ ଚିତ୍ରଗୁପ୍ତ ଗୁଡକ ହେଲା, ପାଞ୍ଜି ଦେଖା ହେଲା। ବିଚାର କର ଯେ ସ୍ୱର୍ଗକୁ ଯିବା ପାଇଁ 4 ଜଣ ଭିତରୁ କିଏ? କିଏ ଯିବ ଆପଣ ମାନେ କୁହନ୍ତୁ କିଏ ଯିବ? ରଜା ଯିବ, ପଣ୍ଡିତ ଯିବ, ନା ପୂଜାରୀ ଯିବ, ନା ଚାଷୀ ଯିବ? ଚାଷୀ ଯିବ କିଏ ଯିବ ଏକ ସର ବୋଲ ଚିତ୍ରଗୁପ୍ତ ଦେଖିଲେ ନ୍ୟାୟ ପାଞ୍ଜି କଲେ। କିଏ ଯିବ ସ୍ୱର୍ଗକୁ ପ୍ରଥମରେ? କହିଦେଲେ ପଇସା ଦଉଛୁ ଆମେ ବାସ୍ ଠିକ କଥା। ଜି ରଜା ଆଜ୍ଞା ପଚାରିଲେ ତୁ ମନ୍ଦିର ତୋଳିଛୁ ତୋ ପଇସାରେ ନାହିଁ, ପ୍ରଜା ମାନଙ୍କଠୁ ତୁ ରାଜକର ନେଇଥିଲୁ, ପ୍ରଜା ମାନଙ୍କର ପଇସାରେ ତୁ ମନ୍ଦିର ତୋଳିଛୁ। ଜୀବନ ସାରା ତୋର ଅହଙ୍କାର ଗର୍ବରେ ଗଲା ଯେ ମୁଁ ନାଁ ଅର୍ପିବା ପାଇଁ ବୋଲି ମନ୍ଦିର ତୋଳିଛୁ, ଏଇଟା ତୋ ପଇସା ନାହିଁ। ନାହିଁ ପ୍ରଜା ମାନଙ୍କର କର ଟିକସ ନେଇକି ତୁ ମନ୍ଦିର କରିଛୁ ତୋଳିଛୁ, ଏଇଟା ନା ନାହିଁ। ପଣ୍ଡିତକୁ କହିଲେ ତୁ ଶାସ୍ତ୍ର ପଢିଲୁ, ଜ୍ଞାନ ଅର୍ଜନ କଲୁ, ଲୋକକୁ ଜ୍ଞାନ ବାଣ୍ଟିଛୁ ସତ, ମାଗଣା ବାଣ୍ଟିନୁ, ପଇସା ନେଇକିରି ଜ୍ଞାନ ବାଣ୍ଟିଛୁ ନା ନାହିଁ। ପୂଜାରୀ କି କହିଲେ ତୁ ମନ୍ଦିର ଠାକୁର ସେବା କରିଛୁ, ମାସକୁ ମାସ ଦରମା ନେଇଛୁ, ହଁ ଠାକୁର ସେବା କରିଛୁ। ହଁ କିନ୍ତୁ ଚାଷୀ କଣ କରିଛି? ତା ଜୀବନରେ ଦିନ ହାଡ ପରିଶ୍ରମ କରିକିରି ଚଷିକିରି ଲହୁ ଲୁହାଣ ଦେଇକିରି ନିଜର ପରିଶ୍ରମ ରକ୍ତକୁ ନିଗାଡିକିରି ତ ଖାଦ୍ୟ ଉତ୍ପାଦନ କରିକିରି ଜୀବଜଗତକୁ ସିଏ ବଞ୍ଚେଇଛି। ତେଣୁ ସ୍ୱର୍ଗକୁ ଯିବା ପାଇଁ କିଏ ଅଧିକାର? ଆପଣ ଚାଷୀର। ଚିନ୍ତା କରନ୍ତୁ, ଏଇଠି ନାହିଁ ସେଇଠି ଅଛି ସେଇଠି ନା, ଏଇଠି ଅଛି ସେଇଠି ନାହିଁ, ସେଇଠି ନାହିଁ ସେଇଠି ଅଛି ଏଇଠି ନାହିଁ। ନାହିଁ ଚିନ୍ତା କରନ୍ତୁ, ଯାହାର ଏଇଠି ଦୁଃଖ ଅଛି ସେଇଠି ଆଜ୍ଞା ସୁଖ ଅଛି। ଅଛି ସବୁ ତ ହେଲା ଯାହାର ସେଇଠି ଏଇଠି ସୁଖ ଅଛି ସେଇଠି ତାର ଦୁଃଖ ଅଛି। ଅଛି। ଜିଆଦି ରାଜା ଚିତ୍ରଗୁପ୍ତ କହିଲେ ଆକୁ ନର୍କରେ ନେଇକିରି ପକେଇବାକୁ ପଡିବ। ପକେଇବାକୁ ପଡିବ ଜୀବନ ସାରା ଅହଙ୍କାର କରିଛି ତାର ଜୀବନ ସାରା। ଚିନ୍ତା କରନ୍ତୁ ଆଜ୍ଞା, ହଁ। ଏଣୁ କରିଥିବା କର୍ମ ହିଁ ମଣିଷର। ଆଚ୍ଛା ଆଜି ଆପଣ ମୁଁ କାହିଁକି ଏ କଥାଟେ କହିଲି? କାହିଁକି କଣ ପାଇଁ ଏ କଥାଟି କହୁଛି? କଣ ପାଇଁ କଣ ପାଇଁ ଜାଣିନ କଣ ପାଇଁ? କଣ ଆପଣ କହିଲେ ସେଥିରେ କି ପାପ ମୁଁ ଜାଣିଲି। କି ପାପ ମୁଁ ଜାଣିନି ଧର୍ମ କଣ ଜାଣିନ? ନା ପରର ଧନକୁ ଆଶା ବଳାଇଲେ ଲାଗଇ ବହୁତ ପାପ ଆହେ ଜନେ ଲାଗଇ ବହୁତ ପାପ ଦେଖି ପର ନାରୀ କାମେ ହେଲେ ଘାରି ଜମ ଭାଙ୍ଗେ ତାର ଦର୍ପ ଶିଷ୍ୟ ହୋଇ ଯେବେ ଗୁରୁଙ୍କ ଆଗରେ କହିବ ମିଥ୍ୟା ବଚନ ଆହେ ଜନେ କହିବ ମିଥ୍ୟା ବଚନ ମଲେ ଆର ଜନ୍ମେ କୁକୁର ରୂପରେ ଏ ମତେ ହେବ ଜନମ ଆହା ଏ ମତେ ହେବ ଜନମ। ଆଜ୍ଞା ଶିଷ୍ୟ ହୋଇ ଯେବେ ଗୁରୁଙ୍କ ଆଗରେ କହିବ ମିଥ୍ୟା ବଚନ, ବଚନ ଶିଷ୍ୟ ଯଦି ଗୁରୁକୁ ମିଛ କଥା କହିବ ଆଚ୍ଛା ଏ ଜନ୍ମଟା ଏମିତି ଯିବ। ଯିବ ଶୁଣୁଥ ପିଲାମାନେ, ତମେ ଶୁଣୁ ତ ତମ ପାଇଁ କାମରେ ଆଇବ ଏ ପାଠଟା ଖାଲି ବୁଢା ମାନଙ୍କ ପାଇଁ ନାହିଁ, ପିଲାମାନଙ୍କ ପାଇଁ ମଧ୍ୟ ଅଛି। ଗୁରୁଙ୍କୁ କେବେ ମିଛ କଥା କହିବାକୁ ହବ ନାହିଁ। ମିଛ କହିଲେ ମହାପାପ, ସତ କହିଲେ ଜଗନ୍ନାଥ ବାସ୍। ଜୀବନରେ କେବେ ବାପା ମାକୁ ଗୁରୁଙ୍କୁ ଏଗୁଡାକ କେବେ ମିଛ କଥା କହିବାକୁ ହବ ନାହିଁ। ଗୋଟିଏ ତମେ- ମିଛ ଯଦି କହିବ 100ଟା ପାପ ଅର୍ଜନ କରିବାକୁ ପଡିବ। ତମେ କେବେ ମିଛ କଥା କହିନ ନା ଦେଖିଲ ସବୁ କହିଛ ହଉ ଠିକ ଅଛି, ପାଟି କର ରୁହ। ମୋର ଏଠି ଗୋଟେ ପ୍ରଶ୍ନ ବା କଣ? କଣ ତମେ ଯୋଉ କହିଲ ଗୁରୁକୁ ଯିଏ ମିଛ କଥା କହିବ କୁକୁର ଜନ୍ମ ହବ। ହେଲେ ତ ବହୁତ କୁକୁର ସଂଖ୍ୟା ଅଧିକା ହେଇଯାଇଥାଏ।
ଆରେ। କୁକୁର ସଂଖ୍ୟା ଅଧିକା ହଉନାହାନ୍ତି ତୁ ବୋଲେ ଜାଣିଛୁ ମିଛ ବହୁତ କହୁଛନ୍ତି କି? ଆରେ କୁକୁର ସଂଖ୍ୟା କେତେ ବଢୁଛି ତୁ ଜାଣିଛୁ? ପଡୁଛି ତୁ ହିସାବ ରଖିଛୁ କେବେ? ରଖିଛି ଭୁବନେଶ୍ୱରରେ ଚାଲିଥିଲା ଗଣନା ଆଉ ଆରେ କୁକୁର ଯେତିକି ବଢିଛି, ଯେତେ ସଂଖ୍ୟାରେ କୁକୁର ବଢିଛି, ଆଜି ମଣିଷଠୁ କୁକୁର ସଂଖ୍ୟା ଅଧିକ ହେଇଯାଇଛି। ଜାଣିଛୁ? ଗଣନା ଚାଲିଥିଲା କାହିଁକି ମୁଁ ଏ କଥାଟା କହିଲି? କାହିଁକି ଧର୍ମ ଯୁଧିଷ୍ଠି ହଁ ଆଚ୍ଛା ଗୁରୁକୁ ଟିକେ ମିଛ କହିଦେଲେ। ମିଛ କହିଲେ ନରବା ଗୁଞ୍ଜରେ ଅଶ୍ୱସ୍ଥାମା। ହତ ଆପଣ ମହାଭାରତରେ ସମସ୍ତେ ଆମେ ଶୁଣିଛେ ଏ କଥା। ହଁ ହଁ ସାଇଲେନ୍ସ ପ୍ଲେ ମହାଭାରତ ଯୁଦ୍ଧ ଚାଲିଛି, ଚାଲିଛି ଭୀମର ଗଦା ମାଡରେ ହାତୀ ଅଶ୍ୱସ୍ଥାମାଟା ମରିଗଲା। ମରିଯାଇଛି କୃଷ୍ଣ ଚାରିଆଡେ ହାଲା କରିଦେଲେ, ଅଶ୍ୱସ୍ଥାମା ମରିଗଲା, ଅଶ୍ୱସ୍ଥାମା ମରିଗଲା ଦ୍ରୋଣ ଶପଥ କରିଥିଲେ, ମୋ ହାତରେ ଧନୁ ଥିଲେ ଏକ ସଂସାରରେ କିଏ ମତେ ମାରିପାରିବ ନାହିଁ। ନାହିଁ ମୋ ପୁଅ ମରିବା ଖବର ମୁଁ ଯୋଉ ଦିନ ଜାଣିବି, ମୋ ହାତରୁ ଧନୁ ଛାଡ଼ିବି। ଛାଡିବି ଏ କଥାଟି କୃଷ୍ଣ ଜାଣିଛନ୍ତି। ଜାଣିଛନ୍ତି ସଂସାରରେ ଦ୍ୱାପର ଯୁଗରେ ଦ୍ରୋଣ ଭଳି ବୀର, ଦ୍ରୋଣ ଭଳି ଗୁରୁ କିଏ ନଥିଲେ। ନଥିଲେ ହାତରେ ଧନୁ ଥିଲେ କେମିତି ପୁଅ ନାହିଁ ଯେ ତାଙ୍କୁ ମାରିପାରିବେ। ମାରିପାରିବ କିନ୍ତୁ ଅଶ୍ୱସ୍ଥାମା ମରିବା ଖବର ଜାଣିଲା କେ ସେ ଧନୁ ଛାଡିବ ଛାଡ଼ିବେ। ହେଲେ ହାତୀ ଅଶ୍ୱସ୍ଥାମାଟା ମରିଛି, ହଁ ଅଶ୍ୱସ୍ଥା ମରିଗଲେ ଚାରିଆଡେ ହାଲା କରିଦେଲେ। ଆଲା କରିଦେଲେ ଯେମିତି ଦ୍ରୋଣ କାନରେ ପଡିଲା, ଭାବିଲେ ମୋ ପୁଅ ମରିଗଲା। ମରିଗଲା କାହାକୁ ପଚାରିବି, କିଏ ମତେ ସତ କଥା କହିବ? କିଏ ସତ କଥା ବିଚାର କହିବ? କଲେ କୌରବ ପାଣ୍ଡବ ଭିତରେ ଜଣେ ହଉଛି ସତ୍ୟବାଦୀ ପୁରୁଷ, କିଏ ହଉଛି ଧର୍ମଦୂତ। ଧର୍ମ ଯୁଧିଷ୍ଠିର ତାକୁ ପଚାରିବି, ସିଏ ମତେ ସତ କଥା କହିବ। ଜୀବନରେ କେବେ ମତେ ମିଛ କଥା କହିନି ଧର୍ମ ଯୁଧିଷ୍ଠିକି ପଚାରିଲେ, ବୋଲେ ବାବୁରେ ବାବୁରେ ମୋ ପୁଅ ଅସତମ ମରିବାଟା କଣ ସତ? ସତ କୃଷ୍ଣ କହିଲେ ହଁ କର, ହଁ କର। ହଁ କହୁଛ, ହଁ କହୁଛ। ଯୁଧିଷ୍ଠିର କହିଲେ, ପ୍ରଭୁ ମୋ ଜୀବନରେ କେବେ କାହାକୁ ମିଛ କହିନି, କହିନି ମୋ ପ୍ରଭୁ। ଗୁରୁଙ୍କୁ କେମିତି ମିଛ କଥାଟି କହିବି? କହିବି ଏ ସବୁ ମତେ କାହିଁକି ପ୍ରବର୍ତ୍ତଉଛ? ମୁଁ କାହିଁକି ଗୁରୁଙ୍କୁ ମିଛ କଥାଟି କହିବି? କହିବି ଗୁରୁକୁ କୃଷ୍ଣ ବୋଲେ, ଯଦି ମିଛ ନ କହିବ ଏ ମହାଭାରତ ଯୁଦ୍ଧ ଆମେ ଜିଣି ପାରିବା ନାହିଁ। ଏ ନାହିଁ। ଦ୍ରୋଣ ସମସ୍ତଙ୍କୁ ମାରିଦେଲେ, ଆମ ସମସ୍ତଙ୍କୁ ଦ୍ରୋଣ ଗୁରୁ ମାରିଦେଲେ। ମରିଗଲେ ମରିଯାଆନ୍ତୁ ଯୁଧିଷ୍ଠିର ବୋଲେ, ମରିଯିବା ପଛେ ସିନା ମିଛ କଥା ମୁଁ କହିବି ଗୁରୁଙ୍କୁ ମିଛ କଥା କହିପାରିବି ନାହିଁ କୃଷ୍ଣ ବୋଲେ, ପୁରା ନ କଲେ ଟିକିଏ କହିଦିଅ, ପୁରା କୁହ ନ, ଟିକିଏ କହିଦିଅ। ନା କଣ କହିବି କୁହ? ନରବା କୁଞ୍ଜରେ ଅଶ୍ୱସ୍ଥାମା, ହତ ନରବା କୁଞ୍ଜର ଅଶ୍ୱସ୍ଥାମା। ହତ ନର ବୋଲେ ମଣିଷ, କୁଞ୍ଜର ବୋଲେ ହାତୀ। ହାତୀ କି ଅଶ୍ୱସ୍ଥାମା ହଉ କି ମଣିଷ ଅଶ୍ୱସ୍ଥାମା ମରିବାଟା ସୁନିଶ୍ଚିତ କୃଷ୍ଣଙ୍କ କଥାରେ ଯୁଧିଷ୍ଠିର କହିଦେଲା। କୁଞ୍ଜର ବୋଲି କହିଲା ବେଳକୁ ଶଙ୍କୁଟା ଧୀରେ ଫୁଙ୍କିଦେଲେ। ଫୁଙ୍କି ଦେଲେ ଏ ଶଙ୍ଖ ଶବ୍ଦ ଭିତରେ କୁଞ୍ଜର ଶବ୍ଦଟା ଲୁଚିଗଲା, ଲୁଚିଗଲା। ନର ଶବ୍ଦଟା ଶୁଭିଲା। ଧନୁଟା ଛାଡ଼ିଦେଲେ। ଯେମିତି ହାତରୁ ଧନୁଟା ଛାଡ଼ିଦେଲେ, ଧୃଷ୍ଟଦ୍ୟୁମ୍ନ ପଛପଟେ ଜଗିଥିଲେ, ଖଡଗଟା ବାହାର କଲା, ପକେଇଦେଲେ ଚୋପା ଦ୍ରୋଣଙ୍କର ମୁଣ୍ଡଟା ଛିଡ଼ିକିରି ପଳେଇଲା। ପଳେଇଗଲା ପାପଟା କାହାକୁ ଲାଗିଲା ଜାଣିଛୁ? ଯିଏ ହାଣିଲା ତାକୁ ଆଣିବା ଲୋକକୁ ନାହିଁ। ଆଉ ଧର୍ମ ଯୁଧିଷ୍ଠିକି ପାପଟା ଲାଗିଗଲା। ଆରେ ପାପଟା ଲାଗିଲା ଧର୍ମ ଯୁଧିଷ୍ଠିକି। କେମିତି ଟିକିଏ ମିଛ କହିଦେଲେ ବୋଲିକିରି ମୁଣ୍ଡଟା କଟିଗଲା ଗୁରୁଙ୍କର। ହଁ ଦେବସଭାର ବିଚାର ପଡିଲା। ଆଉ ଧର୍ମ ଯୁଧିଷ୍ଠି ସ୍ୱଦେହରେ ସ୍ୱର୍ଗକୁ ଆସିପାରିବ ନାହିଁ ନାହିଁ। ଶିଷ୍ୟ ହୋଇଯିବେ, ଗୁରୁଙ୍କ ଆଗରେ କହିବ ମିଥ୍ୟା ବଚନ, ମଲେ ଆର ଜନ୍ମେ କୁକୁର ରୂପରେ ଏ ମର୍ତ୍ତି ହେବ ଜନ୍ମ। ଯୁଧିଷ୍ଠି କୁକୁର ଜନ୍ମ ପାଇବ। କିନ୍ତୁ ଧର୍ମ ଦେବତା ସେ ସଭାରେ ବସିଥିଲେ, କହିଲେ ଯଦି ମୋ ପୁଅ କୁକୁର ହେଇଯିବ, ମୋର ଧର୍ମର ପୁଅ ଯଦି କୁକୁର ହବ, ଆଉ ପୃଥିବୀରେ ଧର୍ମ ବୋଲି କିଏ ମାନିବେ ନାହିଁ ଧର୍ମ ଛଡା ହେଇଯିବ ପୃଥିବୀ। ହେଇଯିବ ମୋ ପୁଅକୁ ତମେ କୁକୁର କରନ, ତାହେଲେ ହବ କିଏ? ମୁଁ ହେବି। ମୁଁ ହେଇଛି ମୋ ପୁଅ ଯୁଧିଷ୍ଠି ସ୍ୱଦେହରେ ସ୍ୱର୍ଗକୁ ଆସିବ, ମୁଁ ତା ପାଇଁ କୁକୁର ହେବି ଏଇ ବୋଲେ ଯିବି। ପୁଅ ପାଇଁ ଆଉଥରେ ବନ୍ଧା ପଡିଲେ କିଏ? ବାପା ଧର୍ମ। ଧର୍ମ। ଆପଣ ଦେଖିବେ ମହାଭାରତରେ ପଞ୍ଚପାଣ୍ଡବ ସ୍ୱର୍ଗାରୋହଣ କରିବା ସମୟରେ ସମସ୍ତେ ବାଟରେ ପଡିଗଲେ, ଯୁଧିଷ୍ଠି ଜାତିରେ କେବଳ ଜଣେ ଯାଇଥିଲା, ସିଏ ହଉଛି ଗୋଟେ ଧର୍ମ କୁକୁର। କୁକୁର ସିଏ ନିଜେ ଧର୍ମ ହୁଁ। ପୁଅକୁ ସ୍ୱର୍ଗକୁ ପଠେଇବା ପାଇଁ ସ୍ୱଦେହରେ କୁକୁର ଇଏ ହେଇଥିଲେ ଥିଲେ। କୁକୁର ରୂପ ଧରିବାକୁ ପଡିଲା। କିଏ? ଧର୍ମ ଦେବତା। ଧର୍ମ। ନହେଲେ ଯୁଧିଷ୍ଠି ସ୍ୱଦେହରେ ସ୍ୱର୍ଗକୁ ଯାଇପାରନ୍ତେ ନାହିଁ ନାହିଁ। ଏଣୁ କରି ଆଜ୍ଞା ଶିଷ୍ୟମାନେ, ପିଲାମାନେ, ଏ କଥାଟି ମନେ ରଖ, ହଁ ଏ ଜନ୍ମଟାରେ ଆମେ ମିଛ କହିଦେବା, କହିଦବା କିନ୍ତୁ ଆର ଜନ୍ମରେ ମହାପାପ। ଏଣୁ କରି ଗୁରୁଙ୍କ ଆଗରେ କେବେ ମିଛ କଥା କହିବାକୁ ହବ ନାହିଁ ପର ଛିଦ୍ର କଥା ଭାବୁଥାଏ ଦେହୁ, ନିଶି ଦିବସରେ ବସି, ନିଶି ଦିବସରେ ବସି, ଭିକ୍ଷା ଦେଇ ଦେବେ କହିବ ଦାଣ୍ଡରେ, ପାପ ଦିଏ ତାକୁ ଗ୍ରାସୀ, ପାପ ଦିଏ ତାକୁ ଗ୍ରାସୀ। କୁହରେ ପଡିଲା ଲୁଟା ହେ ସୁଜନେ, କୁହରେ ପଡିଲା ଲୋଟା, ଅର୍ଜୁନ ଆମର ତାବଲା ପେଟା ଦେ, ହଗିଦେଲା ଲୋଗା ପଟା। ମୂର୍ଖ ପିଲାରେ, କୋଉଠି ବାଟରେ କୋଉ ଦିନ ଦେଖିଥିଲୁ, ଆଜି ସଭାରେ କଥାଟା କହିବୁ କିରେ କହିଲେ ଅଯୋଗ୍ୟ? ଗାଡିରେ ହଗି ଦେଇଥିଲା ପରା। ହେ! ମତେ ତା ବୋଲି ସଭାରେ କହିବୁ? ମତେ ଭସେଇ ଦେଲୁ ଆଇନ ଗୋଟେ କଥାରେ। ତତେ ଭସେଇ ତତେ ବସେଇ ଦେବି। ବସେଇ ଦେବୁ। ବସ 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 ବସ।
ପର ଛିଦ୍ର କଥା ଭାବୁତା ହେ ଯୋଉ ନିଶି ଦିବସରେ ବସି। ବସି ଯଦି କାମ କିଛି ନାହିଁ ପ୍ରତ୍ୟେକ ଦିନ ଘରର ଦାଣ୍ଡରେ ବସିକି ଯଦି ପରର ଛିଦ୍ର କଥା ଭାବିବା, ପରର ଦୋଷ ଗୁଣ ଭାବିବା, ଭାବିବା ତା ଦୋଷ ଆମ ପାଖକୁ ଆସିବ। ଆସିବ। ଠିକ ପରର କେବେ ମନ୍ଦ ଚିନ୍ତା କରିବାକୁ ହବ ନାହିଁ କି ତାର ନାହିଁ। ଦୋଷ ଦର୍ଶନ କରିବାକୁ ହବନି, ନାହିଁ। ଗୁଣ ଦର୍ଶନ କରିବାକୁ ପଡିବ। ହଁ ତେଣୁକରି ଜଣଙ୍କର ମନ୍ଦ ଚିନ୍ତା କଲେ ସେ ମନ୍ଦଟା ଉପରେ ଆମ ପାଖରେ ଆସିକିରି ପହଞ୍ଚିବ। ପହଞ୍ଚିବ। ସେତିକି ସମୟ ଆମେ ଭଗବାନଙ୍କର ଚିନ୍ତା କଲେ ଆମକୁ ଧର୍ମ ପଥରେ ଯିବା। ତେଣୁକରି କେବେ ବସିରି କାହାର ପାପ ଚିନ୍ତା କରିବାକୁ ହେବ ନାହିଁ। ନାହିଁ। ଭିକ୍ଷା ଦେଇଦେବେ କହିବ ଦାଣ୍ଡରେ ପାପ ଦିଏ ତାକୁ ଗ୍ରାସୀ। ରାଶି ଜଳ ଦାନ ଅର୍ଣ୍ଣ ଦାନ ବସ୍ତ୍ର ଦାନ ଦେବ ଦେଲି ଦେଲି ବୋଲି କେବେ ଦାଣ୍ଡେ ନ କହିବ। ଜଳ ଦାନ ଅର୍ଣ୍ଣ ଦାନ ବସ୍ତ୍ର ଦାନ ଦେବ ଦେବ ଦେଲି ଦେଲି ବୋଲି କେବେ ଦାଣ୍ଡେ ନ କହିବ। ନ କହିବ। ଭିକ୍ଷା ଦେଇକିରି ଯଦି ଆମେ ଦାନ ଦେଇକିରି ଦେଇଛି ବୋଲି କହିବା, ଅହଙ୍କାର ଦେଇଥିବା ଧର୍ମ ଟିକାକ ନଷ୍ଟ ହେଇଯିବ। ଆପଣ ମାନେ ଶୁଣିଥିବେ ଗୋଟେ କଥାଟେ, କଣ? ଆଜି ହଁ ସରକାର ପଇସାରେ ଆଜି ଶୌଚାଳୟ କୋଠ ଘର ତିଆରି ହଉଛି, ହଁ ଉଦ୍ଘାଟକ ଅମକ ସତେକି ନିଜର ପାଣ୍ଠି ଦେଲା ଭଳିଆ। ହଁ। କିନ୍ତୁ ଏଡେ ବଡ ଜଗନ୍ନାଥ ମନ୍ଦିର ତିଆରି କରିଛନ୍ତି ଇନ୍ଦ୍ରଦ୍ୟୁମ୍ନ ରାଜା। ଆଜି ପୁରୀରେ ଯାଆନ୍ତୁ, ହଁ କୋଉଠି ଗୋଟେ ଫଳକ ଲାଗିଛି ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର? ନା ତାଙ୍କର ଫଳକ ଲାଗିଛି? କିଛି ନୁହଁ। ଯେତେକୁ ଜଗନ୍ନାଥ ଯେତେବେଳେ ତାକୁ ବର ଯାଚିଲେ ଏଡେ ବଡ ଗୋଟେ କୀର୍ତ୍ତି କଲୁ, ହଁ ହେ ଇନ୍ଦ୍ରଦ୍ୟୁମ୍ନ ରାଜା ଯାହା ବର ମାଗୁଛୁ ମାଗେ। ସେ ବୋଲା ସତ୍ୟ କଲେ ମାଗିବି, ମାଗିବି ସତ୍ୟ କଲେ ତୁ ଯାହା ମାଗିବୁ ତତେ ଦେବି। ଦେବି ସେ ଇନ୍ଦ୍ରଦ୍ୟୁମ୍ନ ମାଗିଦେଲେ ମୋ ପୁରୁଷରେ କିଏ ପାଣି ଦେବାକୁ ରହିବେ ନାହିଁ। ନାହିଁ। ହେ ଠାକୁର ମୋ ବଂଶରେ କିଏ ରହିବେ ନାହିଁ। କଣ ଏଡେ ବଡ ବର ମାଗିଲୁ ରେ ପ୍ରଭୁ? କାହିଁକି ନା ପ୍ରଭୁ ଏ ଇନ୍ଦ୍ରଦ୍ୟୁମ୍ନ ରାଜା କହିଲେ ମୋ ବଂଶରେ ଯଦି ମୁଁ ସିନା କହିଲେ ମଧ୍ୟ ପୁଅ ହଉ ନାତି ହଉ ଯଦି କିଏ କହିଦବ ମୋ ବାପା କି ଗୋସେ ବାପା ଯଦି ମନ୍ଦିରଟା ଅଜା ତିଆରି କରିଥିଲା କରିଛି ଏ ବୋଲି ଯଦି ମନ୍ଦିର। କହିଦେବେ କହିଦବ। ତାହେଲେ ଧର୍ମ ନଷ୍ଟ ହେଇଯିବ ତେଣୁ ଭବିଷ୍ୟତରେ ମୋର ବଂଶରେ କିଏ ରହିବେ ନାହିଁ। ନାହିଁ। ଆପଣ ଦେଖନ୍ତୁ ଏଡେ ବଡ ମନ୍ଦିର ତୋଳା ହେଇଛି, ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର କୋଉଠି ନାଁ ଟିକେ ଲେଖା ନାହିଁ। ହେଇନି। ତେଣୁ ଦାନ ଧର୍ମ କରିକିରି କେବେ ମଧ୍ୟ ନିଜେ ମୁଁ ଦେଇଛି ବୋଲିକିରି କେବେ ଅହଙ୍କାର କରି କହିବାକୁ ହବ ନାହିଁ। ନାହିଁ। ତାପରେ କବି କଣ ଲେଖିଲେ? ବଢିଆ କଥାଟି ଲେଖିଲେ ଆଉ ଥରେ କବି। କଣ ବୋଲି? ପୁରାଣ ଶୁଣିଣ ଭାଗ୍ୟ ଅନୁସାର ଦକ୍ଷିଣା ନ ଦେଲେ ହସ୍ତେ ସାତ ଜନ୍ମ ପରିଜନ୍ତେ କାଲା ହୋଇ ଭମିବ ଏହି ଜଗତେ। ଆହା ଭ୍ରମିବ। ଏହି ଜଗତେ ପୁରାଣ ଶୁଣିଣ ଭାଗ୍ୟ ଅନୁସାରେ ହଁ ଦକ୍ଷିଣା ନଦେଲେ ହସ୍ତେ। ହସ୍ତେ। ଆରେ ଗୋଟେ କଥା ତୁ ଜାଣିଛୁ, କଣ ମାମୁଁ? ଲକ୍ଷ୍ମୀ ଅଲକ୍ଷ୍ମୀ ହଉଛନ୍ତି ଦି ଭଉଣୀ। ଦି ଭଉଣୀ। ଲକ୍ଷ୍ମୀ ଅଲକ୍ଷ୍ମୀ ହେଲେ ଦି ଭଉଣୀ। ଦି ଭଉଣୀ ଲକ୍ଷ୍ମୀ କି ଭଗବାନ ବିଷ୍ଣୁ ବିବାହ ହେଇଗଲେ, ବିବାହ ହେଇଗଲେ। ଅଲକ୍ଷ୍ମୀ କି କିଏ ବିବାହ ହେଲେନି। ଆଉ ଲକ୍ଷ୍ମୀରେ କିଏ ଜାଣି ବିବାହ? ଅଲକ୍ଷ୍ମୀ କି କିଏ ବିବାହ ହେଲେନି। ନା ନା ଜାଣିକିରି କିଏ ନବ ଅଲକ୍ଷ୍ମୀ? କିଏ ନବନି? ତାପରେ ସାନ ଭଉଣୀ ହେଲେ ଲକ୍ଷ୍ମୀ, ବଡ ଭଉଣୀ ହେଲେ ଅଲକ୍ଷ୍ମୀ। ହଁ ଆଗେ ଲକ୍ଷ୍ମୀ କି ଯେତେବେଳେ ଭଗବାନ ବିବାହ ହେଲେ ବଡ ଭଉଣୀ କିଏ ବିବାହ ହେଲାନି। ହେଲେନି। ବୋଲେ ଘରେ ଆଗେ ସାନ ଝିଅଟା ବିବାହ ହେଇଥିବ, ବଡ ଝିଅଟା ଥିଲା ବୋଲେ କିଏ ବିବାହ କି? ନା କିଏ ନା ପୁଣା ଗାଛୁ ବୋଲି କହିବୁ। କିଛି ନା କିଛି ଦୋଷ ଅଛି ଆଉ। ଯଦି ସାନ ଭାଇଟା ବିବାହ ହେଇଥିବ, ଘରେ ବଡ ଭାଇଟା ଥିବ, ତାକୁ କିଏ ବୋଉ ପିଲା ଦବ କି ଆଉ? ନା 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 ନାହିଁ, କଣ ବୋଲି କହିବେ ଆଉ? ହଁ। ସେମିତି ଯେତେବେଳେ ଲକ୍ଷ୍ମୀ ହେଲେ ସାନ ଭଉଣୀ, ଅଲକ୍ଷ୍ମୀ ବଡ ଭଉଣୀ। ଆଗେ ଲକ୍ଷ୍ମୀ ବିବାହ ହେଇଗଲା, ଲକ୍ଷ୍ମୀ କି ଆଉ ବିବାହ ହେଲେନି। ସବୁଦିନେ ବରୁଣ ଦେବତା କାନ୍ଦିଲେ। ଝିଅ ବି ଯେତେବେଳେ ଘରେ ରହିବ ବାପା ମାକୁ ଚିନ୍ତା ଲାଗିବ। ହଁ ବରୁଣ ଲକ୍ଷ୍ମୀ କହିଲେ ବୋଲେ ମା ଲୋ, ମାଲୋ ତୋ ସ୍ୱାମୀ ତ ବିଷ୍ଣୁ ଭଗବାନ ଏଡେ ବଡ ଲୋକ ଏଡେ ସଂସାର। ବଡ ଲୋକ, ସଂସାର ମୁଖ୍ୟମନ୍ତ୍ରୀ। ନା ନାହିଁ, ହଁ ହଁ ତୁ ଟିକେ କହିକିରି କୋଉଠୁ ହେଲେ ଗୋଟେ ବର ପିଲାଟି ଠିକ କରିଦେନ୍ତି, ଝିଅଟାକୁ ବେକରେ ବାନ୍ଧିକିରି କେତେ ଦିନ ରହିଥିଲେ ନା? ହଁ ପଢିଆଳି ଝିଅ ଯଦି ଘରେ ରହିଲେ 21 ପୁରୁଷ ନଟରେ ପଡନ୍ତି ନା? କରନ୍ତି ମା। କୁଆଡେ ହେଲେ କହିକିରି ବର ପାତ୍ର ଠିକ କରିଦେ। କରିଦେଲ ମା।